প্রত্যেক ক্ষেত্রে লঙ্কাপতি দর্শনর এই সমগ্র জনহিত উদ্দেশ্যে জীবন যাপন করছি। কৃষি ক্ষেত্রে, রোগ ব্যাধি ক্ষেত্রে তথা যান্ত্রিক ক্ষেত্রে তথা তান্ত্রিক ক্ষেত্রে প্রত্যেক ক্ষেত্রে লঙ্কাপতি দর্শন এই সমাজর দিগদর্শনর উদ্ধরি। কিন্তু আপন ব্যক্তিগত কଣ করবে? ମୁଁ ଜଣେ ସରକାରୀ କର୍ମଚାରୀ ଥିଲି। ଏହି କନ୍ଧମାଳ ଜିଲ୍ଲାର ଜିଲ୍ଲା ମଙ୍ଗଳ ଅଧିକାରୀ ଥିଲି। ଯୋଉର ବିଭାଗର କାର୍ଯ୍ୟ ଥିଲା ଦଳିତ ନିଷ୍ପେଷିତ ସମାଜର ଆଦିବାସୀ ଏବଂ ଅନୁସୂଚିତ ଜାତି ଜନଜାତି ଏବଂ ପଛୁଆ ବର୍ଗର ସେବା କରିବା, ତାଙ୍କର ଶିକ୍ଷାର ବିକାଶ ଏବଂ ସେମାନଙ୍କର ଆର୍ଥିକ ସ୍ଥିତିର ଉନ୍ନତି କାର୍ଯ୍ୟରେ ମୁଁ ନିଯୁକ୍ତି ଥିଲି। ଘର କୋଉଠି? ଘର ଏଇଟା ହଉଛି ମୋର ନିଜ ଗାଁ। ନିଜ ଗାଁ? ଏ ଗାଁର ମାଟିର ସନ୍ତାନ। ତାହେଲେ ବ୍ୟତିକ୍ରମ ତ୍ରୁଟି ରହିଛି ଏଇଠି। ଆଜି ସ୍ୱୟଂ ଲଙ୍କାପତି ଦର୍ଶନର ରାଜ ଦରବାର ତୃତୀୟ ରଜନୀରେ ପଦାର୍ପଣ କରି ସାରିଲାଣି। ଏପର୍ଯ୍ୟନ୍ତ କୋଉଠି ଥିଲେ ଲଙ୍କାପତି ଦର୍ଶନ ସହିତ ସାକ୍ଷାତ ହୋଇନାହିଁ। ଲଙ୍କାପତି ଆସିବା ଖବର ଶୁଣିବା ମାତ୍ରେ ମୁଁ ଆସିକି ଲଙ୍କାପତିଙ୍କ ଦର୍ଶନ କରିବା ପାଇଁ ଆସିକି ଏଇଠାରେ ଉପସ୍ଥିତ ହେଇଛି। ଆଜିକୁ 2 ଦିନ କୁଆଡେ ଥିଲେ? ମୋ ପାଖରେ ସଠିକ ସୂଚନା ପହଞ୍ଚି ନଥିବା ହେତୁ ମୁଁ ଆସିପାରିନଥିଲି। ବାଃ, ପ୍ରକୃତରେ ଭାରି ଚାଲା। କିନ୍ତୁ ଲଙ୍କାପତି ଦର୍ଶନ ବିଶ୍ରବରନ୍ଦନ ପଣ୍ଡିତ କୁଳ ଶିରୋମଣି ଡଗର এই অঞ্চলের উজ্জ্বল জ্যোতিষ্ক তথা এই লঙ্কা নগরীর জনে পবিত্র সমৃদ্ধিশালী ধনবন্ত গুণবন্ত এবং ন্যায়বন্ত ଆଜିକୁ 2 ଦିନ ହେଲା ଲଙ୍କାପତିଙ୍କର ଦର୍ଶନ ପାଇ ନାହାନ୍ତି। ବ୍ୟତିକ୍ରମରେ ତ୍ରୁଟି ହୋଇଛି ଯେଣୁ ନିଜର ଭୁଲଟିକୁ ସଂଶୋଧନ କରିବା ପାଇଁ ଛୁଟି ଆସିଛନ୍ତି। ଦଣ୍ଡିବାର ଶକ୍ତି ଯାର ଥାଇ ସେ ପୁଣି କ୍ଷମା ଅଚରା। ସେନାପତି ଏଡେ ବଡ ବ୍ୟତିକ୍ରମ କରିଛନ୍ତି ଯେଣୁ ସ୍ୱଇଚ୍ଛାରେ ଆର୍ଥିକ ଦଣ୍ଡରେ ଦଣ୍ଡିତ ହୁଅନ୍ତି। 10,000 ହଉ, 15,000 ହଉ, ଲକ୍ଷେ ହଉ, 2 ଲକ୍ଷ ହଉ ଅବା 20 ଲକ୍ଷ, 100,000 ସାରେ ଯେନ୍ଟା ଅଛି ଆପଣଙ୍କର ଠାକୁ କୁଙ୍କୁ ନାହିଁ ଅସ୍ତରେ ଖୁସି ମନେ ଦେଇନୁ। ସେଟା ମୁଁ ନିଶ୍ଚିତ ଭାବରେ କ୍ଷମା ପ୍ରାର୍ଥନା କରୁଛି ଲଙ୍କାପତିଙ୍କ ନିକଟରେ। ଆସିବା ଖବର ନଥିବା ହେତୁ ଅନିଚ୍ଛାକୃତ ତ୍ରୁଟି ଯୋଗୁଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ବହୁତ ସୁନ୍ଦର। ଯଥା ସମ୍ଭବ ମୁଁ ଆର୍ଥିକ ଦଣ୍ଡରେ ଦଣ୍ଡିତ ହେବା ପାଇଁ ସାଦରେ ଗ୍ରହଣ କରୁଛି। ମହାମନ୍ତ୍ରୀ ଚଳନ୍ତି ଭାରତ ମିତ୍ର 1,000 ଟଙ୍କା ତାଙ୍କ ଠାରୁ ଆଦାୟ କରିବ। କାହିଁକି ନା ଆଗାମୀ ଭବିଷ୍ୟତ ଯୁବବର୍ଗଙ୍କ ପାଇଁ ଦଣ୍ଡ ହେଉଛି ଗୋଟିଏ ସତର୍କ ସୂଚନା। ବିପଦଗାମୀ ହେବା ପୂର୍ବରୁ ତାହାକୁ ଦଣ୍ଡ ଦେଇ ସତର୍କତା ଅବଲମ୍ବନ କରିଯାଏ। ଆସନ ଗ୍ରହଣ କରନ୍ତୁ। ଲଙ୍କାପତିଙ୍କ ଅନୁରୋଧ ମାନେ ଯଦି ଇଚ୍ଛା ପ୍ରକାଶ କରନ୍ତି ତାହେଲେ ତାଙ୍କ ସାଙ୍ଗରେ ମୁଁ ଗୋଟେ ଫଟୋଗ୍ରାଫ ନେବି। ବହୁତ ସୁନ୍ଦର। ଆସନ ଅନୁରୋଧ କରନ୍ତୁ। ନିଶ୍ଚୟ ଗୋଟେ ସୁନ୍ଦର ଫଟୋ ନେବ। ଧନ୍ୟବାଦ।